ସେପ୍ଟେମ୍ବର 17 ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ଅବସରରେ ସବୁଆଡ଼ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ ହୋଇଯାଇଛି। ଏହି ଅବସରରେ ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ ଅଧୀନରେ ଥିବା ମୋଦି ଆଦର୍ଶ ଶିକ୍ଷା ଗାଁ ସୁବଳପୁର ତରଫରୁ ମୋଦିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସମସ୍ତ ସଭ୍ୟସଭ୍ୟା। ଏହି ଅବସରରେ ଭଗବାନ ଶ୍ରୀ ବିଶ୍ୱକର୍ମାଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦୀପ ଜାଳିବା ସହିତ ଭାରତର ବିକାଶ କ୍ଷେତ୍ରରେ ମୋଦିଙ୍କ ଅବଦାନ ଆହୁରି ବଢ଼ିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ସମସ୍ତ ଛାତ୍ରଛାତ୍ରୀ, ମୋ ଘର ମୋ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ରାଣୀ ସାହୁ ଓ ମାମୁନି ନାୟକ, ମୋଦି ସାମ୍ବାଦିକ ଓ ମୋଦି ରିପୋର୍ଟର ସଂଯୁକ୍ତ ସ୍ୱାଇଁ, ସତ୍ୟଭାମା ଦାସ, କୁନି ପ୍ରଧାନ, ସୁଲୋଚନା ପଟ୍ଟନାୟକ, ଗୀତା ବିଶ୍ୱାଳ, ସୁମିତ୍ରା ବାରିକ, ସୂର୍ଯ୍ୟକାନ୍ତି ବିଶ୍ୱାଳ, କନକଲତା ସାହୁ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର। ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ ତରଫରୁ ମୋଦି ଆଦର୍ଶ ଶିକ୍ଷା ଗାଁ ସୁବଳପୁରରେ ମୋଦିଙ୍କ ଶିକ୍ଷାନୀତି ଓ ଆଦର୍ଶକୁ ନେଇ ଏକ ଶିକ୍ଷିତ ସମାଜ ବିକାଶ ପାଇଁ ଲକ୍ଷ୍ୟ ରଖି ମୋଦିଙ୍କୁ 75ତମ ଜନ୍ମଦିବସ ଅବସରରେ ଏକ ନୂତନ ଭେଟି ଦେଇଛନ୍ତି ଏବଂ ଭଗବାନଙ୍କ ନିକଟରେ ତାଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ମୋଦି ଆଦର୍ଶ ଶିକ୍ଷା ଗାଁ ସୁବଳପୁରରୁ ମୋଦି ରିପୋର୍ଟର ସଂଯୁକ୍ତ ସ୍ୱାଇଁଙ୍କ ସହ ମହିଳା ସୁରକ୍ଷା ପ୍ରତିନିଧି ସତ୍ୟଭାମା ଦାସଙ୍କ ସରକାର ରିପୋର୍ଟ, ଶିକ୍ଷାବାର୍ତ୍ତା ନୂଆଦିଲ୍ଲୀ। नमस्कार, ମୁଁ ସତ୍ୟଭାମା ଦାସ, ଓଡ଼ିଆ ଶିକ୍ଷା ପ୍ରତିନିଧି ନୂଆଦିଲ୍ଲୀ। ହେମନ୍ତ କୁମାର ପ୍ରଧାନ, ଡିରେକ୍ଟର। ସେ ଗୁରୁଜୀ ମୋର କୋଟି ପ୍ରଣାମ। ସେପ୍ଟେମ୍ବର 17 ତାରିଖ ଆଜି ଭାରତ ସରକାର ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ। ମୋର ଶୁଭକାମନା, ଅଭିନନ୍ଦନ। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।